Okay, good morning, student. तो क्लास को स्टार्ट करियो। क्लास को स्टार्ट करे पूर्व गोटे क्वेश्चन एगेन। वॉइस क्लियर अच्छे, वीडियो क्लियर अच्छे, नो इश्यू। थैंक यू। तो आज आम डिस्कशन करबा मैथ रो सेट पर्टिकुलर प्री ପାଇଁ ମୁଁ ଯୋଉମାନଙ୍କର କ୍ଲାସ୍ ଏବେ ଯୋଉ ଚାଲୁଛି ଯୋଉଟା କି ମାନେ ମାରାଥନ କ୍ଲାସ୍। ମୁଁ ତୁମମାନଙ୍କୁ ଚାରୋଟି ଟପିକ ବିଷୟରେ ଅଲରେଡି ପଢେଇ ସାରିଛି। ଗୋଟେ ଡିଆଇ ପଢେଇଥିଲି, ଗୋଟେ ତୁମମାନଙ୍କୁ ପଢେଇଥିଲି କାହାକୁ ନା କମ୍ପାଉଣ୍ଡ ଆଉ ସିମ୍ପଲ ଇଣ୍ଟରେଷ୍ଟ, ଗୋଟେ ପ୍ରଫିଟ ଲସ୍ ପଢେଇଥିଲି, ଆଉ ଗୋଟେ ଟାଇମ ଆଣ୍ଡ ୱାର୍କ ପଢେଇଥିଲି। तो आज ମୁଁ ତୁମମାନଙ୍କୁ କିଛି क्वेश्चन आंसर डिस्कशन କରିବି ଯୋଉଟା କି ପୂର୍ବ ବର୍ଷ क्वेश्चन आंसर ଆଉ ଯୋଉ ଟାଇପ ର क्वेश्चन ओपीएससी ରେ ଆସିଲା ଭଳିଆ ଚାନ୍ସ ରହୁଛି। ଆଉ ମନେ ରଖ, ତୁମେ टीम रे टार्गेट नहीं ओनली 10टा भलिया मैथ करिया काहे ना 10टा भलिया मैथ, 10टा भलिया रीजनिंग आउ 7-8टा खंडे करियार अछि पैसेज। सेति कले ही हमर क्वालिफाई हिच। शेयर हला क्वेश्चन पेपर वर्तमान समस्त क्वेश्चन पेपर शो होछि। अच्छा क्लास पर आर जो पीडीएफ टाको ମୁଁ ତୁମକୁ ହ୍ୱାଟ୍ସଆପ ଗ୍ରୁପରେ ଆଗ ଦେଇଦେବି, ପରେ ଆପ୍ଲିକେସନ ଅପଲୋଡ କରିବି। ଆଚ୍ଛା, ତ ଏଇଟା 12ଟା ଭଳିଆ କ୍ୱେଶ୍ଚିନ୍ ଅଛି। ବାସ୍ ତୁମେ ଖାଲି କାଉଣ୍ଟ କରିବ କି କେତେ ସ୍କୋର କରୁଛ। ତୁମେ ଟାର୍ଗେଟ ରଖିବ ଯେମିତି କି 10 ପ୍ଲସ୍ ଆମେ ସ୍କୋର ଯେମିତି ମ୍ୟାଥରେ କରୁଥିବା। ଆଉ ମନେ ରଖ, ସିଲେକ୍ଟେଡ ଟପିକ ମୁଁ ତୁମକୁ କହିଦଉଛି। ମ୍ୟାଥରେ ପ୍ରିଲିମରେ ପରସେଣ୍ଟେଜ ରୁ ଗୋଟେ କ୍ୱେଶ୍ଚିନ୍, ପ୍ରଫିଟ ଆଣ୍ଡ ଲସ୍ ରୁ ଗୋଟେ କ୍ୱେଶ୍ଚିନ୍, ସିମ୍ପଲ ଇଣ୍ଟରେଷ୍ଟ ରୁ ଗୋଟେ କ୍ୱେଶ୍ଚିନ୍, କମ୍ପାଉଣ୍ଡ ଇଣ୍ଟରେଷ୍ଟ ରୁ ଗୋଟେ କ୍ୱେଶ୍ଚିନ୍, ଟାଇମ ଆଣ୍ଡ ୱାର୍କ ରୁ ଗୋଟେ କ୍ୱେଶ୍ଚିନ୍, ଡିଆଇ ରୁ डीआई रु 5टा भलिया क्वेश्चन। 5 1 2 3 4 5 तो 10 भलिया क्वेश्चन हम एउठ ही पाइ जा। चलो क्वेश्चन नंबर 1 आंसर को क्विक स्पीड रे सेटा जो व्हिच ऑफ द फॉलोइंग व्हिच हाईएस्ट अमंग द तो तुम किए से सबसे बड़। ମୁଁ ତୁମକୁ ପ୍ରୋସେସ ଶିଖେଇଥିଲି। ପ୍ରଥମେ ଦିଟା ନବା, ଏ ଦିଟା ନବା 1/2 ଆଉ ଗୋଟେ ହଉଛି 2/3। ଆଙ୍କ ଭିତରେ ବଡ କିଏ ସେ କ୍ରସ୍ ମଲ୍ଟିପ୍ଲିକେସନ କରିବା 3 4 ତାହେଲେ ବଡ କିଏ ସେ 2/3। ତାପରେ ସେକେଣ୍ଡ ଦିଟାକୁ ନବା 2/5 ଆଉ ହେଲା କଣ 4/7। 7 ଦୁଗୁଣେ 14, 5 ଚଉକ 20 ତାହେଲେ ବଡ ଆସିଲା କିଏ ସେ 4/7। ତ ଏଠି 2/3 ବଡ, ଏଠି 4/7 ବଡ। ଆଙ୍କ ଭିତରେ କମ୍ପେୟାର କରିବା 2/3 4/7। 7 ଦୁଗୁଣେ 14 4 12 তাহলে ওইটু বড় আসলে কি আছে না 2/3 বড় আসলে কি আছে 2/3। তো এই টাইপের কোশ্চেন গত বর্ষ এক্সাম রে भी আসিଥିଲା। এই টাইপের কোশ্চেন আর মনে রখ। তো ଯୋଉମାନେ ସିଜିଏଲ ପାଇଁ ପ୍ରିପାରେସନ ହଉଛ କିମ୍ବା ଅଦର କୋଉ ଏକ୍ସାମ ପାଇଁ ପ୍ରିପେୟାର ହଉଛ, ଏଇ ମ୍ୟାଥ ଯଦି ତୁମେ କରୁଛ ଏକା ଜିନିଷ। କାରଣ ଆମ ଓଡିଶା ଗଭର୍ଣ୍ଣମେଣ୍ଟର ସବୁ ଏକ୍ସାମର ମ୍ୟାଥର କ୍ୱାଲିଟି ବା ମାନେ ଲେବୁଲ ସମାନ ପ୍ରାୟ ଥାଏ। ଏବେ ଯିବା ନେକ୍ସଟ क्वेश्चन को। क्वेश्चन नंबर ମାନେ ମୁଁ ଯେହେତୁ ପୂର୍ବ ବର୍ଷର क्वेश्चन କୁ ସ୍କ୍ରିନଶଟ କରି ରଖିଛି, এটা ସେକେଣ୍ଡ ନମ୍ବର क्वेश्चन। ସେକେଣ୍ଡ ନମ୍ବର क्वेश्चन आई होप এটা ସମସ୍ତେ ଠିକ ଆନ୍ସର ଦବ, କାରଣ ଏଜ କୁ ନେଇକି ମଧ୍ୟ ଗୋଟେ क्वेश्चन ଆସିବାର ଚାନ୍ସ ରହୁଛି। ଏଜ କୁ ନେଇକି ତାର ଆନ୍ସର ଆସୁଛି। ଆନ୍ସର ଆସିଲା। ଦେଖ ଏ ଟାଇପ ର क्वेश्चन ତୁମେ ଡେଫିନେଟଲି ଗୋଟେ ଫେସ କରିବ। ଆଉ ମନେକ ଯୋଉ ଲାଷ୍ଟ 25 ଦିନ ଅଛି, ମୁଁ ତମକୁ ହାରାହାରି 15ଟା ରୁ 20ଟା ଖଣ୍ଡେ ମ୍ୟାଥ ସେଟ ଦେଇଦେବି। ଆମେ ଏଇ ଟାଇପ ର ଯୋଉ ତାରି ଭିତରୁ ହିଁ 10ଟା क्वेश्चन ପାଇଯିବା। ଆଜି ତ ମୁଁ କହୁଛି এটা সেট 1 কହୁଛି 15টা এভব সেট দেବି। 15টা এভব সেট ମାନେ 200 ପାଖାପାଖି क्वेश्चन। 200 क्वेश्चन तो डेफिनेटली 10ଟା क्वेश्चन पाइब, এটা ଗ୍ୟାରେଣ୍ଟି ମୋର ତ ମାନଙ୍କର। ଆନ୍ସର କାହାର ଆସୁଛି? କାହାର ବି ଆନ୍ସର ନାହିଁ। ଏଥିରେ ବହୁତ ଓଡ଼ିଆରେ ବି ଲେଖା ହେଇଛି, ଇଂଲିଶରେ ବି ଲେଖା ହେଇଛି। ଓକେ ଦେଖ ଗୋଟେ ଫ୍ୟାମିଲି ଅଛି ବି ଏମ କୁମାର, ଥ୍ୟାଙ୍କ ୟୁ। ଦେନ୍ ଆଉ କଣ ଆନ୍ସର ଆସିଲା? ସେ କହିଲା 3 ବର୍ଷ ତଳେ 5 ସଦସ୍ୟ ବିଶିଷ୍ଟ ସୁମିତ ପରିବାରର ହାରାହାରି ବୟସର ଅନୁପାତ ହଉଛି କେତେ ନା ବୟସ ହଉଛି କେତେ 35 ବର୍ଷ। 3 ବର୍ଷ ତଳେ, 3 ବର୍ଷ ତଳେ ମାନେ এটা ହଉଛି ପ୍ରେଜେଣ୍ଟ। ମୁଁ 3 ବର୍ଷ ପଛୁ ଗଲି। କେମିତି ମୁଁ ଗୋଟେ ଡାଇଗ୍ରାମ କ୍ରିଏଟ କରୁଛି।
ସବୁବେଳେ ମନେ ରଖ, କୋଶ୍ଚିନ୍ ପଢିବ ତ ଡାଇଗ୍ରାମ ତିଆରି କରିବ। 3 ବର୍ଷ ପୂର୍ବେ ତା ଫ୍ୟାମିଲିର, ସୁମିତ୍ର ଫ୍ୟାମିଲିରେ କେତେ ଜଣ ଅଛନ୍ତି? 5 ଜଣ। 5 ଜଣଙ୍କର ଆଭରେଜ ହଉଛି 35। 5 ଜଣଙ୍କର ଆଭରେଜ 35 ମାନେ ସେ 5 ଜଣଙ୍କର ବୟସ ମିଶିକି କେତେ ହବ? 5×5 = 25, 5×2 5×3 15 16 17 175। ତାହେଲେ 5 ବର୍ଷ ତଳେ ସେ 5 ଜଣଙ୍କର ବୟସ ମିଶିଉଛି 175। ତାହେଲେ ମତେ କୁହ, ବର୍ତ୍ତମାନ ବର୍ତ୍ତମାନ ସେ 5 ଜଣ ସଦସ୍ୟଙ୍କର ବୟସ କେତେ? ବର୍ତ୍ତମାନ ସେ 5 ଜଣଙ୍କର ସଦସ୍ୟଙ୍କର ବୟସ କେତେ? ଠିକ ହେବ। ବର୍ତ୍ତମାନ ସେ 5 ଜଣଙ୍କର ସଦସ୍ୟଙ୍କର ବୟସ କେତେ ମିଶିକିରି? ଦେଖ, 5 ଜଣଙ୍କର 3 ବର୍ଷ ତଳକୁ ଆସିବେ। ଦେଖ, ମୁଁ କହିବା କୋଶ୍ଚିନ୍ ବୁଝ। 5 ବର୍ଷ ତଳେ ସେମାନେ ଥିଲେ 175। ବର୍ତ୍ତମାନ ମାନେ 3 ବର୍ଷ ସମସ୍ତେ ଆସିବେ। 5 ଜଣ ଯାକ 3 ବର୍ଷ ପାଇ ଆସିବେ। ତ 160 କେମିତି ହବ? ତ ଏଠି କଣ ହବ ନା 175 ପ୍ଲସ 15। 15 ଏଥିପାଇଁ ହେଲା, 5 ଜଣ 3 ବର୍ଷ ଲେଖା ଆଗକୁ ଆସିବେ। ମୁଁ 3 ବର୍ଷ ଆଗକୁ ଗଲି, ତାହେଲେ ମୋ ବୟସ ବି 3 ବଢିଲା। ଆଉ ଜଣଙ୍କର ବୟସ 3 ବଢିବ। ସେମିତି 5 ଜଣଙ୍କର ଯଦି 3 ଲେଖା ବଢିବ, 5×3 = 15, ତାହେଲେ ସେ 5 ଜଣଙ୍କର ବୟସ ମିଶି ହେଲା 190। ଏତିକି ପୁରା କ୍ଲିୟର। ସେ କହିଲା, ବର୍ଷେ ତଳେ ଏହି ପରିବାରରେ ଏକ ନବଜାତ ଶିଶୁ ଜନ୍ମ ହୋଇଥିଲା। ତାହେଲେ ବର୍ଷକ ତଳେ ସେ ଜନ୍ମ ହେଇଛି। ତାହେଲେ ବର୍ତ୍ତମାନ ବୟସର ଠିକ ବର୍ଷକ ତଳେ ଗୋଟେ ଛୋଟିଆ ଛୁଆଟେ ଜନ୍ମ ହେଇଛି। ତାହେଲେ ବର୍ତ୍ତମାନ ମାନେ ଆଜିର ଡେଟରେ ଯଦି ମୁଁ ଲକ୍ଷ୍ୟ କରିବି, ପରିବାରର ଲୋକ ସଂଖ୍ୟା କେତେ? 6। ପରିବାରର ଲୋକ ସଂଖ୍ୟା ହଉଛି 6। ସେମାନଙ୍କର ବୟସ ହଉଛି 190। ତ 190ରେ ମୁଁ ଆଉ 1 ମିଶେଇବି। କାହିଁକି ନା ସେ ପିଲାଟା 1 ବର୍ଷ ତଳେ ଜନ୍ମ ହେଇଥିଲା, ତା ବୟସ ବି ମିଶିବ। ହେଲେ 6 ଜଣ ପରିବାରଙ୍କର ବର୍ତ୍ତମାନର ବୟସ ହଉଛି 191। ବୁଝିପାରିଲ? 191 କେମିତି ହେଲା? ବର୍ତ୍ତମାନ ପରିବାରରେ ସଦସ୍ୟ ହଉଛନ୍ତି 6 ଜଣ, ଆଉ ସେମାନଙ୍କର ବୟସ ମିଶି 191। ପୁରା କ୍ଲିୟର ହେଲା ହଁ କି ନା? ଏବେ ସେ କୋଶ୍ଚିନ୍ ପଚାରିଛି, 3 ବର୍ଷ ପରେ, ସମସ୍ତଙ୍କୁ 3 ବର୍ଷ ଆଗକୁ ଆସିବା ପାଇଁ କୁହାଯାଉଛି, ପରେ ପରିବାରର ହାରାହାରି ବୟସ କେତେ? ପରିବାରର ହାରାହାରି କେତେ? ତାହେଲେ 3 ବର୍ଷ ପରେ ମାନେ 3 ବର୍ଷ ପରେ ମାନେ 6 ଜଣ ଯାକ 3 ବର୍ଷ ଆଗକୁ ଆସିବେ। 5×35 ମୁଁ କହିଲି 3 ବର୍ଷ ମାନେ 5 ଜଣଙ୍କର ବୟସ ହଉଛି 35 ଆଭରେଜ। ତାହେଲେ ତମ ବୟସ କେତେ ହବ? 5×35 ଆଭରେଜ ଦେଇଛି। ତାହେଲେ 6×3 ହେଲା କେତେ? ନା 18 ହେଲା। ତାହେଲେ 6 ବର୍ଷ ପରେ, ମାନେ 3 ବର୍ଷ ପରେ 6 ଜଣଙ୍କର ବୟସ ମିଶିକି କେତେ ହବ? 191 ପ୍ଲସ 18। 191 ପ୍ଲସ 8×1 = 9, 9×10 = 1, 209। ତାହେଲେ ସେମାନଙ୍କ ବୟସ ମିଶି 209। ତାହେଲେ ଆଭରେଜ କେତେ? 209/6। ତାହେଲେ ଏଠି କେତେ ଆସିବ? 34 ପୂର୍ଣ୍ଣ 5/6। 34 ପୂର୍ଣ୍ଣ 5/6। ବୁଝା ପଇଲା ସମସ୍ତଙ୍କୁ? ଏଭ୍ରିୱାନ୍ କ୍ଲିୟର? ଦେଖ, ଏଟା ହଉଛି ୱାନ୍ ଟାଇପ ଅଫ ଗପ। ସବୁବେଳେ ଗୋଟେ ମ୍ୟାଥ କଲା ବେଳେ ତାକୁ ବ୍ରେକ୍ କର। ବ୍ରେକ୍ ମାନେ ଛୋଟ ଛୋଟ ପାର୍ଟରେ ଡିଭାଇଡ କରି ତାକୁ ଆନାଲିସିସ୍ କର, ଅଟୋମେଟିକ ତମର ହେଇଯିବ। ତୁମେ କହୁଛ ଯୋଉ ହଉନି, ହଉନିର ଅର୍ଥ ତୁମେ ମାଇଣ୍ଡକୁ ୟୁଜ କରୁନି। ମାଇଣ୍ଡକୁ ୟୁଜ କରୁନି, ତ ସେଥିଲାଗି ହଉନି। ଓକେ, ସମସ୍ତ କ୍ଲିୟର ଅଛ? ଚାଲ ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍। ଆଉ ମନେ ରଖ, 90% ପିଲାଙ୍କର ମ୍ୟାଥ ଏଥିପାଇଁ ହଏନି, ସେ କ୍ଲାସରେ ମ୍ୟାଥ କେବେ ଘରେ କରନ୍ତିନି, ଆଉ ତାଙ୍କର ଜୀବନରେ କେବେ ବି ମ୍ୟାଥ ହୁଏନି। ଯୋଉମାନେ ଘରେ ଆଉଥରେ ପ୍ରାକ୍ଟିସ ନ କରନ୍ତି, ଆଉ ସେମାନେ ସେତିକିବେଳେ ପଶ୍ଚାତାପ କରନ୍ତି ଏକ୍ସାମ ହଲରେ, ଖାସ୍ ମୁଁ କରିଥାନ୍ତି, ଆଉ ଥରେ ହେଇଥାନ୍ତା। ସେ ସବୁବେଳେ ସେମିତି ଭାବି ଭାବି ନିଜ ଜୀବନଟାକୁ ସାରିଦେବେ। ଚାଲ ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍। ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍, 104 ନମ୍ବର। ସେଟାକୁ ଭଲସେ ପଢ, ତାପରେ ଆନ୍ସର କର। ଡ୍ୟୁ ଟୁ ଦ ଫଲ୍ ଇନ୍ ମ୍ୟାନ୍ ପାୱାର, ତ ଗୋଟେ କମ୍ପାନୀର ମ୍ୟାନ୍ ପାୱାର କମିଗଲା, ତ ପ୍ରଡକ୍ସନ ଇନ୍ ଦ ଫ୍ୟାକ୍ଟ୍ରି ଡିକ୍ରିଜ ବାଇ 60%। ତା ଅର୍ଥ ପ୍ରଡକ୍ସନ ହଉଥିଲା କେତେ ପରସେଣ୍ଟେଜ? 100%। ଯେତେବେଳେ ଲୋକ ସଂଖ୍ୟା କମିଗଲା, ପ୍ରଡକ୍ସନ କମିଲା କେତେ? ନା ପ୍ରଡକ୍ସନ 60% କମିଗଲା। ତାହେଲେ ବର୍ତ୍ତମାନ ପ୍ରଡକ୍ସନ ହଉଛି କେତେ? 40।
ବର୍ତ୍ତମାନ ପ୍ରଡକ୍ସନ ହଉଛି କେତେ 40। ସେ ଏହା କହୁଛି ବାଇ ହ୍ୱାଟ ପରସେଣ୍ଟେଜ, ବାଇ ହ୍ୱାଟ ପରସେଣ୍ଟ ସୁଡ୍ ଦ ୱାର୍କିଂ ଆୱାର ବି ଇନକ୍ରିଜ। ମୁଁ କେତେ ୱାର୍କିଂ ଆୱାର ବଢେଇଲେ, ଓକେ, ୱାର୍କିଂ ଆୱାର କେତେ ବଢେଇଲେ ତ ମାନେ ଓରିଜିନାଲ କଣ୍ଡିସନରେ ମୁଁ ପହଞ୍ଚିବି, ଓରିଜିନାଲ କଣ୍ଡିସନରେ ମୁଁ ପହଞ୍ଚିବି। ତାହେଲେ ମୋର 100 ଥିଲା, ମୁଁ ଏବେ 40 ରେ ପହଞ୍ଚିଛି। 100 ଥିଲା, ମୁଁ 40 ରେ ପହଞ୍ଚିଛି। ତାହେଲେ ମୁଁ ସେ 100 କୁ ପହଞ୍ଚିବା ପାଇଁ ହେଲେ କେତେ ବଢେଇବି? 60 ବଢେଇବି। କେତେ ବଢେଇବି? 60 ବଢେଇବି। 60 ଟା କାହା ଉପରେ ବଢେଇବି? 60 ଟା କାହା ଉପରେ ବଢେଇବି? ଏ 40 ଉପରେ ବଢେଇବି। ତ 40 ସରି 60 ବାଇ 40 ଇଣ୍ଟୁ 100। ଗୋଟେ ଶୂନ ହଉଛି 150। ପୁରା କ୍ଲିୟର ହବ? 100 ଥିଲା, ହେଇଗଲା 60% ଯେହେତୁ କମିଗଲା, ହେଇଗଲା 40। ଯେହେତୁ 40 ହେଲା, ମୁଁ ଏବେ 40 ରୁ 100 କୁ ପହଞ୍ଚିବି। ତାହେଲେ ମାନେ କେତେ ବଢେଇବି? 60 ବଢିବା ଦରକାର ମୋର। 60 ଟା କାହା ଉପରେ ବଢିବ? 40 ଉପରେ ବଢିବ। 60 ବାଇ 40 ଇଣ୍ଟୁ 100। এই କନସେପ୍ଟ କ୍ଲିୟର ହେବା ଦରକାର। ତମକୁ ଥରେ ଆଜି ଜିନିଷଟା ବୁଝଉଛି, ତମେ ଏଟା ମାଇଣ୍ଡ ରହିବା ଦରକାର। ମାଇଣ୍ଡରେ ଏଥିପାଇଁ ରହେ ନା, ତମେ ସେ କ୍ୱେଶ୍ଚିନକୁ ପ୍ରାକ୍ଟିସ କରନି କେବେ ବି, ଯାହା ଦ୍ୱାରା ଆଜି ତମେ ଆଜି ସେ ମାନେ ଡରୁଛ ମ୍ୟାଥ। ଆଟଲିଷ୍ଟ ଗୋଟେ ଯୋଉ କ୍ୱେଶ୍ଚିନ ଟା ଆଉ ଥରେ, ସପୋଜ ତୁମର କୌଣସି କାରଣରୁ ପ୍ରଡକ୍ସନ ହଉଥିଲା 100, 60% ପ୍ରଡକ୍ସନ କମିଗଲା, ବର୍ତ୍ତମାନ ପ୍ରଡକ୍ସନ କେତେ? 40। ସେ କହିଲା ମୁଁ କେଯାଇ ବଢେଇଲେ ମୁଁ ସେ ଓରିଜିନାଲରେ ପହଞ୍ଚେଇବି। ଆଉ ତାହେଲେ ଆଉ 60 ବଢିବାକୁ ପଡିବ। 60 ଟା କାହା ଉପରେ ବଢେଇବି? ବର୍ତ୍ତମାନ କଣ୍ଡିସନ ଉପରେ। ବର୍ତ୍ତମାନ କଣ୍ଡିସନ କେତେ? 40। କେତେ ଥର ପ୍ରାକ୍ଟିସ ନୁହେଁ, ଆନାଲିସିସ୍ କରି ପ୍ରାକ୍ଟିସ। ଗୋଟେ ଥାଏ ହିଣ୍ଡାଳିଆ ମାନେ ପ୍ରାକ୍ଟିସ, ଆନ୍ସର ଏଇଆ ଘୋଷିଦବା ଆଉ ଥରେ କରିବା। ନାହିଁ, କାହିଁକି କହୁଛି ଦେଖ, ଥିଲା 100 ହେଲା 40, 60 କମିଲା, ଏବେ ମୁଁ ବଢେଇବି। କାହା ଉପରେ ବଢେଇବି? ସେ ବର୍ତ୍ତମାନ କଣ୍ଡିସନ ଉପରେ ବଢେଇବି। ବର୍ତ୍ତମାନ କଣ୍ଡିସନ ହଉଛି 40। 60 ବାଇ 40 ଇଣ୍ଟୁ 100, କେତେ ଆସିବ? 150%। এই କନସେପ୍ଟ, ସବୁବେଳେ କନସେପ୍ଟ ଉପରେ ଧ୍ୟାନ ଦିଅ, ଆନ୍ସର ଉପରେ କେବେ ବି ଧ୍ୟାନ ଦେବନି। ଦେଖାଯାଉ ଏ ଆନ୍ସର କିଏ ଦଉଛ? ସିମ୍ପଲ ଇଣ୍ଟରେଷ୍ଟ, କମ୍ପାଉଣ୍ଡ ଇଣ୍ଟରେଷ୍ଟ ମୁଁ ଅଲରେଡି ପଢେଇ ସାରିଛି। କନସେପ୍ଟ ଯିଏ ବୁଝିଥିବ, ଯିଏ ମୋ କ୍ୱେଶ୍ଚିନର ଫିଗରକୁ ବୁଝୁଥିବ, ସେ ଆନ୍ସର ଫଟକିନା କରିଦବ। ଯେ ଫର୍ମୁଲା ଇଏ ସିଏ ଉପରେ ଧ୍ୟାନ ଦଉଥିବ, ତାକୁ କଷ୍ଟ ହବ। କିନ୍ତୁ ଏ କ୍ୱେଶ୍ଚିନକୁ ଦେଖିଲା ବେଳେ ମାଇଣ୍ଡରେ ଇମେଜ କ୍ରିଏଟ ହବା ଦରକାର, ମାଇଣ୍ଡରେ ହାର୍ଡ ନଲେଜ କ୍ରିଏଟ ହବା ଦରକାର ଯେ ଏଇ ଜିନିଷ ହଉଛି ଏୟା, ଏମିତି କରାଯିବ। ଜଲ୍ଦି ସଇଲା। ଆଉ କାହାର ଆନ୍ସର ଅଛି? ସେ କହିଲା ଆମର ଦିଟା ଇଣ୍ଟରେଷ୍ଟ ଦେଇଛି, ଗୋଟେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଆଉ ସିମ୍ପଲ ଇଣ୍ଟରେଷ୍ଟ ଅନ୍ ସର୍ଟନ ସମ୍। କିଛି ପଇସା ଅଛି, ସେ ପଇସା ମତେ ଜଣା ନାହିଁ। କିଛି ପଇସାର ସିମ୍ପଲ ଇଣ୍ଟରେଷ୍ଟ ବି ଦେଇଛି, କମ୍ପାଉଣ୍ଡ ଇଣ୍ଟରେଷ୍ଟ ଦେଇଛି। ସିମ୍ପଲ ଇଣ୍ଟରେଷ୍ଟ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଯୋଉ ଦେଲା, କମ୍ପାଉଣ୍ଡ ଇଣ୍ଟରେଷ୍ଟଟା 2 ବର୍ଷରେ, କମ୍ପାଉଣ୍ଡ ଇଣ୍ଟରେଷ୍ଟଟା 2 ବର୍ଷରେ କେତେ ହେଇଛି? 220। ସିମ୍ପଲ ଇଣ୍ଟରେଷ୍ଟଟା କେତେ ହେଇଛି ପିଲେ? ସିମ୍ପଲ ଇଣ୍ଟରେଷ୍ଟ ହେଇଛି 200। ସିମ୍ପଲ ଇଣ୍ଟରେଷ୍ଟଟା କେତେ ହେଇଛି? 200। ସେ ହଉଛି ଘଟିଛି ପ୍ରିନ୍ସିପାଲ ସମ୍। ଗୋଟେ ପ୍ରିନ୍ସିପାଲ ପଚାରୁଛି। ଦେଖ, ଏଇଠି ଗୋଟେ ଜିନିଷ ଅଛି, ପୁରା ଆମେ ଆନାଲିସିସ୍ କରିବା। କେମିତି? ମତେ ସେ କହିଲା ମୋର ସିମ୍ପଲ ଇଣ୍ଟରେଷ୍ଟ ହଉଛି 200 ଟଙ୍କା। ତା ଅର୍ଥ ମୋର 2 ବର୍ଷରେ, ତା ଅର୍ଥ କଣ? ପ୍ରଥମ ବର୍ଷ 100, ଦ୍ୱିତୀୟ ବର୍ଷ 100, ହଁ କି ନା? ପ୍ରଥମ ବର୍ଷ 100, ଦ୍ୱିତୀୟ ବର୍ଷ। କମ୍ପାଉଣ୍ଡ ଇଣ୍ଟରେଷ୍ଟ ହଉଛି କେତେ? 220। 220 ମାନେ କଣ? ମୁଁ ସବୁବେଳେ ଜାଣିଛି ସିମ୍ପଲ ଇଣ୍ଟରେଷ୍ଟ ପ୍ରଥମ ବର୍ଷ ଯାହା, କମ୍ପାଉଣ୍ଡ ଇଣ୍ଟରେଷ୍ଟ ପ୍ରଥମ ବର୍ଷ ସେ। ତାହେଲେ ଏଠି ଦ୍ୱିତୀୟ ବର୍ଷ କଣ ହେଇଥିବ? 100, ତା ତଳକୁ ଲେଖା ହେଇଥିବ 20। এই স্ট্রাকচার না নেই, এই স্ট্রাকচারটা নেই। সিম্পল ইন্টারেস্টে 2 বছরে 200 মানে 100। কম্পাউন্ড ইন্টারেস্টে 2 বছরে 220। তার মানে কোন? প্রথম বর্ষ 100, প্রথম বর্ষ 100, দ্বিতীয় বর্ষ 100, তারপরে লেখা হলো 20। এ 20টা কাহিঁকি লেখা হলো না, এই 20টা এ 100 ପାଇଁ লেখা ହେଇଥିବ। মনে পকাও, আমার কম্পাউন্ড ইন্টারেস্ট স্ট্রাকচারକୁ মনে পকাও। প্রথম বর্ষর সুধর সুধ এটা 20, তাহলে এইଠି ମୁଁ ପାଇଯିବି କଣ? ପରସେଣ୍ଟେଜ ପାଇଯିବି। 20/100 × 100, ଏଠି ମତେ ପରସେଣ୍ଟେଜ ମିଳିଗଲା କେତେ? 20%। ତାହେଲେ ମୁଁ ଏ କ୍ୱେଶ୍ଚିନରେ ପ୍ରଥମେ ପାଇଲି ରେଟ୍ ଅଫ୍ ଇଣ୍ଟରେଷ୍ଟ। ରେଟ୍ ଅଫ୍ ଇଣ୍ଟରେଷ୍ଟ ହଉଛି କେତେ? 20%। ଏବେ ମୁଁ ପ୍ରିନ୍ସିପାଲ ପାଇଛି।
ମୋର 100 ଟଙ୍କା ବର୍ଷକୁ ହଉଛି। 100 ଟଙ୍କା ମୋର ବର୍ଷକୁ ହଉଛି। କାହିଁକି ହଉଛି? ମୂଳଧନର 20%। ମୂଳଧନର 20% ହଉଛି 100 ଟଙ୍କା। ମୂଳଧନର 20% 100 ଟଙ୍କା ହେଇଛି ନା ନାଇଁ? ତାହେଲେ ମୁଁ କହିପାରିବି 20 ଶତକଡ଼ା ଇଜ ଇକ୍ୱାଲ ଟୁ 100। ତାହେଲେ 1 ଶତକଡ଼ା କେତେ ହବ? 100/20। 100 ଶତକଡ଼ା କେତେ ହବ? ଇଣ୍ଟୁ 100। ଆକୁ ଆଧିରେ ତାହେଲେ କେତେ ହଉଛି? 5। କେତେ ହଉଛି? 500। କେତେ ହଉଛି? ମୋର କହିବା କଥା ଯେ ଏଠି ମୋର ଦେଖ, ମୁଁ ତୁମକୁ ଯୋଉ ମାରାଥନ କ୍ଲାସରେ ଯାହା ପଢେଇଥିଲି ଦେଖ ସେଇ କନସେପ୍ଟ ମାଇଣ୍ଡରେ ରହିବା ଦରକାର। ଫିଗର ଡାଇଗ୍ରାମ ଯେ ଏଇ ଜିନିଷ ଏମିତି ହୁଏ, ଆପଣ ଏମିତି କରିବେ। ପୁରା କ୍ଲିୟର ହବ? ପୁରା କ୍ଲିୟର? ଯଦି ଗୋଟେ ପିଲା, ମୁଁ ଯେତିକି କମ୍ପାଉଣ୍ଡ ଇଣ୍ଟରେଷ୍ଟ ପଢେଇଛି କିଛି ନାହିଁ, 10ଟା ଖଣ୍ଡେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଗୋଟେ ଖାତାରେ ଲେଖିବ କି 15ଟା ଖଣ୍ଡେ, ସେଆକୁ ପ୍ରତି 15 ଦିନରେ କି ପ୍ରତି 5 ଦିନ ଥରେ ରିଭିଜନ କର, ତା ଲାଇଫରେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ସେ ମାନେ ଇଏ ହେଇଯିବ, ମାନେ ସବୁଦିନ ପାଇଁ ହେଇଯିବ। ପିଟିଏ ଲେଟ୍ ନେବା, ଲେଟ୍ ପରସେଣ୍ଟେଜ ନେବା କେମିତି? ଲେଟ୍ ପରସେଣ୍ଟେଜ ତମେ ନେଇପାରିବନି। ଲେଟ୍ ପରସେଣ୍ଟେଜ ନେଲେ ଆମକୁ ଏଠି ଦିଟା ଜିନିଷ ନାହିଁ। ପ୍ରଥମତଃ ପ୍ରିନ୍ସିପାଲ ଲାଇନ୍, ତାପରେ ଲାଇନ୍ ରେଟ୍ ଅଫ୍ ଇଣ୍ଟରେଷ୍ଟ। ଲେଟ୍ ନିଆଯାଏ ସେତିକିବେଳେ ଯୋଉଠି ଦିଟା ଜିନିଷ ଥାଏ, ଗୋଟିଏ ଜିନିଷ ପଚାରିଥାଏ ଏଥିରେ କେବଳ ସୁଧ ଦେଇଛି, ନା ତମକୁ ମୂଳଧନ ଦେଇଛି ନା ତମକୁ ରେଟ୍ ଅଫ୍ ଇଣ୍ଟରେଷ୍ଟ ଦେଇଛି। ତ ମତେ ଏଠି ରେଟ୍ ଅଫ୍ ଇଣ୍ଟରେଷ୍ଟ ଆଗ ବାହାର କରିବାକୁ ପଡିଲା। ରେଟ୍ ଅଫ୍ ଇଣ୍ଟରେଷ୍ଟ ବାହାରି ସାରିଲା ପରେ ମୁଁ ପ୍ରିନ୍ସିପାଲ କରିଥିଲି। ସେମିତି ଏ ଟାଇପ ର କ୍ୱେଶ୍ଚିନ୍ ତମର ଗୋଟେ ଖାତା କରିଥିବ, ସେ ଖାତାରେ ତମର ସବୁ ଡିଫରେଣ୍ଟ କ୍ୱେଶ୍ଚିନ୍ ଲେଖୁଥିବ, ଇଏ ଗୋଟେ ନୂଆ ଟାଇପ ର କ୍ୱେଶ୍ଚିନ୍ ପାଇଲ, କମ୍ପାଉଣ୍ଡ ଇଣ୍ଟରେଷ୍ଟ ସେଇଠି ଲେଖିଦେଲ। ଆ ଦ୍ୱାରା କଣ ହବ ନା ତମେ କ୍ଲିୟର ହଲ ଯେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଏଇ ଭେରାଇଟିର କ୍ୱେଶ୍ଚିନ୍ ମୋ ପାଖରେ ଅଛି। ଏଠି ସମ ର ଅର୍ଥ ଯେ ପ୍ରିନ୍ସିପାଲ, ଇଟ୍ ହ୍ୱାଟ ଇଜ ଦ ପ୍ରିନ୍ସିପାଲ ସମ୍। ପ୍ରିନ୍ସିପାଲ ସମ୍ ତ ଏକା କଥା, ପ୍ରିନ୍ସିପାଲ ପଚାରୁଛି ସମ୍ ପଚାରୁଛି, ସେମିତି କିଛି ନାହିଁ ଯେ ଏଠି ଅଲଗା ଅଲଗା କିଛି। ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍। चलो टाइम एंड वर्क करो। ये क्वेश्चन यदि भूल ना हुए जल्दी, सही आंसर। स्पीड है, हाथ हाथ स्पीड करो। देखो क्वेश्चन से कौन कहला, ए क्वेश्चन को तुमको मैराथन क्लास में पढ़ाई ए कांसेप्ट से कहला ए इज ट्वाइस एज गुड एज बी। ताले ए रहिला, बी रहिला, तो ए बी ठारू 2 गुणा स्पीड रे काम करे। तो यदि एक्स स्पीड रे काम करिवो, एटा अब 2x, हमें जहां को कौन कहितो ना एफिशिएंसी बिल कहितो। मैं सबल कहिछि एफिशिएंसी रो उल्टा होछि कोन? डे। एफिशिएंसी रो उल्टा होछि डे। ताले डे हिसाब रे कोन आसला ना डे आसला इट होछि x, इट आसला 2x। डे हिसाब रे कोन आसला? a पई हला x, b पई हला 2x। देखो इठी से कोन कहला, हां, able to finish the piece of A is twice as good as work as B, and therefore able to finish the work 30 less than B। ତାର ଅର୍ଥ B ଯେତିକି ଦିନ କାମ କରୁଛି ତାଠାରୁ 30 ଦିନ କମ ରେ କାମ କରୁଛି। ତାହେଲେ ଏଇ ଦୁଇ ଜଣଙ୍କର କାମର ଡିଫରେଣ୍ଟ ହଉଛି 30 ଦିନ। ଏଠି ଡିଫରେଣ୍ଟ ହଉଛି କେତେ? 2x ମାଇନସ x ହଉଛି x। ତାହେଲେ x ର ମୂଲ୍ୟ ହେଲା 30, x ର ମୂଲ୍ୟ 30। ତାହେଲେ a ଗୋଟିଏ କାମକୁ x ଦିନରେ ସାରେ, ତାହେଲେ a ଗୋଟିଏ କାମକୁ 30 ଦିନରେ ସାରେ। b ଗୋଟେ କାମକୁ 2x ଦିନରେ ସାରେ, ତାହେଲେ b ଗୋଟେ କାମକୁ 60 ଦିନରେ ସାରେ। ବୁଝିପାରିଲ? ମୁଁ a ର କାମ ବାହାରି ଗଲି, b ର କାମ ମଧ୍ୟ ବାହାର କରିଦେଲି। ପୁରା କ୍ଲିୟର? ତ ଏବେ ଦି ଜଣଙ୍କ ଏଲସିଏମ ରେ 60। 2 1 ଦିନକୁ 3ଟା କାମ ହଉଛି, କେତେ ଦିନରେ କାମ ସରିବ? 60/3 20 ଦିନରେ କାମ ସରିବ। 20 ଡେ ରେ କାମ ସରିବ। ବୁଝା ପଡିଲା ସମସ୍ତଙ୍କୁ? ହଁ କି ନା? ये सोनू पूरा क्लियर?
थैंक यू। ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍। क्वेश्चन नंबर नेक्स्ट क्वेश्चन। और लास्ट काउंट करथु काहार केते ठीक रहउछ। चल तू आंसर जल्दी। आंसर आसिला आसिला आंसर डॉग। थैंक यू। देन क्वेश्चन टी बहुत ही कारण ए गोटे क्वेश्चन एमती ना ये परसेंटेज काम करे ना ये प्रॉफिट लॉस काम करे। ये केवल थर्ड सेंस काम। ए थर्ड सेंस केतबेले इंप्रूव हो जेतबेले बाकी मैथ तुमर भलो होथु। देख से कहला द प्राइस ऑफ 10 चेयर 10टा चेयर रो मूल्य जेतिकी से कहा से समान इक्वल टू प्राइस ऑफ 4 टेबल। चारिटा टेबल रो मूल्य से माने 10टा चेयर जेतिकी चारिटा टेबल से। ओके तापर कोन कहला तो प्राइस ऑफ 15टा चेयर आंटे दुईटा टेबल हो 4000। तो एठी मु कोन कर परिबे 10 4 लॉस होउची 20 मु कहली आंकर मूल्य होउची 20x। आज आज्यूम करी मु नेली जे 10टा चेयर ओ सॉरी 10टा चेयर चारटा टेबुल रो दाम होउची 20x माने 10टा चेयर रो दाम जेतिकी चारिटा टेबुल रो दाम सेतिकी सी होउची केते 20x। पूरा क्लियर। ताले मते एठी को हमें एठी की जिबा तार अर्थ 10टा चेयर रो मूल्य 20x चारिटा टेबुल रो मूल्य भी 20x। हां कि ना आर अर्थ सेरा नहीं आर अर्थ सेरा नहीं यस और नो। अरे मत कुह तार अर्थ सेया ना नहीं ये बुझीपार ये बुझीपार सब जिन क्लीयर हो ताले 10टा चेयर को जब 20x ताले 15टा चेयर को हम 10टा चेयर को 20x 15टा चेयर को 30x। कौन कि चारिटा चेयर को जब सॉरी चारिटा टेबुल को 10x ताले दुईटा टेबुल के हम 10x। कौन कि ताले दी जन मूल्य के 40x ताले 40x इज इक्वल टू 4000 ताले x के 100 टका एक्स ର ମୂଲ୍ୟ କେତେ ଆସିଲା 100। ହଁ କି ନା एक्स ର ମୂଲ୍ୟ ପାଇଗଲେ କେତେ 100। ये सुनो एक्स ର ମୂଲ୍ୟ ପାଇଲେ କେତେ 100। ହଁ କି ନା एक्स ର ମୂଲ୍ୟ ପାଇଲେ କେତେ 100। ତ ଯେହେତୁ 100 ପାଇଗଲେ ମୁଁ ଏଇଠି ଭ୍ୟାଲୁ ବାହାର କରିଦେବି ତାହେଲେ 10ଟା ଚେୟାର ର ମୂଲ୍ୟ କେତେ ହବ 20x ମାନେ 2000। ଚାରିଟା ଟେବୁଲ ର ଦାମ ମଧ୍ୟ ସେ 2000 ଭ୍ୟାଲୁ ପାଇଗଲି ଭ୍ୟାଲୁ ପାଇଗଲି। ଏବେ ମତେ ପଚାରିଛି କଣ 12ଟା ଚେୟାର ଦାମ କେତେ। 10ଟା ଚେୟାର କୁ 2000 ତାହେଲେ 12ଟା ଚେୟାର କେତେ 10ଟା ଚେୟାର କୁ 2000 12ଟା ଚେୟାର କେତେ କେତେ ଆସିବ 10ଟା ଚେୟାର କୁ 2000 12ଟା ଚେୟାର କେତେ 2400। 2400 ଆଚ୍ଛା ତାପରେ ତିନିଟା ଟେବୁଲ ଦାମ କେତେ ଚାରିଟା ଟେବୁଲ କୁ ଯଦି ହଉଛି 2000 ତାହେଲେ ତିନିଟା ଟେବୁଲ କେତେ 1500 କେତେ ହଉଛି ନା 1500। ଶୂନ ଶୂନ ପାଞ୍ଚ ଚାରି 3900 ଏଟା ଗପ ଟାଇପ ଯେ କଣ ମୁଁ ଫର୍ମୁଲା ପକେଇଲି ନା କଣ କେମିତି ନେଲି 20 10 ଚେୟାର 4 ଟେବୁଲ ର ଲସ୍ ହଉଛି 20। ଓକେ ସେଇ ହିସାବରେ ନେବି ତେଣୁ ସାର୍ ମୁଁ 20 ନେବିନି ଆଉ ଗୋଟେ କଣ ନେବି ଯାହା ବି ନେଲେ ଚଳିବ କିନ୍ତୁ ଏମିତି ଜିନିଷ ନବା ଦରକାର ଯେମିତି କଟୁଥିବ ଇଜିରେ। ତେଣୁ ସାର୍ ମୁଁ ନେବି 3x। 3x ନେଲେ ଡିଫିକଲ୍ଟ ଆମକୁ ହବନି 10ଟା ଚେୟାର ଦାମ ହଉଛି 3x ତାହେଲେ 15ଟା ଚେୟାର କେତେ କାଲକୁଲେସନ ଆମକୁ ଡିଫିକଲ୍ଟ ହେଇଯିବ। ଆମେ ଏମିତି ସଂଖ୍ୟା ନଉଥିବା ଯୋଉଟା କି କାଲକୁଲେସନ ଆମକୁ ସହଜ ହଉଥିବ। এইসବୁ କୋଶ୍ଚିନ୍ ଏମିତି କରାଯାଏ ଆଉ ମନେ ରଖ ମୁଁ ସବୁବେଳେ ଗୋଟେ ଜିନିଷ ଆଭଏଡ କରେ କେବେ ଫର୍ମୁଲା ପଛରେ ଧାଇଁବନି। ଫର୍ମୁଲା ପଛରେ ଯିଏ ଥାଏ ତ ସେଇ ମୁହୂର୍ତ୍ତଟା ହିଁ ସେ ବୁଝିପାରେ ଲାଇଫ ଲଙ୍ଗ ନୁହେଁ। ଚାଲ ଏବେ ଯିବା ଡିଆଇ ର କୋଶ୍ଚିନ୍।
चलो आग डीआई क्वेश्चन पढ़। ଦେଖ ମୁଁ କହିଦଉଛି ଇଏ ଗୋଟେ ଡାଇଗ୍ରାମ ଦିଆହେଇଛି ତମର ଯୋଉ ବଜେଟ ମାନେ ଆଚ୍ଛା ତୁମର ଯୋଉ ମାନେ ଏ ଯୋଉ NHAI ର କାମ ପାଇଁ ବିଭିନ୍ନ ସେକ୍ଟରରୁ ଆଦାୟ ହେଇଥିବା ପ୍ରକଳ୍ପ ମାନେ ଟଙ୍କା କଲେକ୍ସନ ହେଇଛି। ଟୋଲ ରୁ କେତେ ଟଙ୍କା କଲେକ୍ସନ ହେଇଛି, ଆଉ ଆନ୍ୟୁଇଟି ପାଇଁ କେତେ ଅଛି, ବାର୍ଷିକ ରାଶି କେତେ ଆସିଛି, ଏକ୍ସଟ୍ରା ଆସି ମାନେ ଯାହାକୁ ମାନେ ବୈଦେଶିକ ସହାୟତା ଆମେ ଯାହାକୁ କହିଥାଉ ଏକ୍ସଟ୍ରା ସହାୟତା କେତେ ମିଳିଛି, ତୁମର ବଜାର ଋଣ କେତେ ଆସିଛି, ବିଭିନ୍ନ ଟଙ୍କା କଲେକ୍ସନ କେତେ ହେଇଛି ତୁମର କାମ ହବା ପାଇଁ। ଏବେ କ୍ୱେଶ୍ଚିନ୍ ପଚାରିଛି ଯେ ନିୟର ଏବାଉଟ 20% ଅଫ ଟୋଟାଲ ଫଣ୍ଡ ଆର୍ ଟୁ ବି କଣ ନା ଆରେଞ୍ଜ ମାନେ ଆଙ୍କ ଭିତରୁ କୋଉ ଗୋଟାକ ଭ୍ୟାଲୁ ନିୟରଲି 20% ହଉଛି, ପାଖାପାଖି 20% ପାର୍ଟି କେଉଁ ଉତ୍ସରୁ ଆଦାୟ କରାଯାଇଛି। ତ ଆମର ବିଭିନ୍ନ ସେକ୍ଟରର ପଇସାକୁ କଲେକ୍ସନ କରାଯାଇଛି। ସେ ପର୍ଟିକୁଲାର ପଚାରିଲା କେଉଁ ସେକ୍ଟରର ପଇସା 20% ସହିତ ସମାନ। ଦେଖାଯାଉ କିଏ ଆନ୍ସର ଦଉଛ, ଯିଏ ସ୍ମାର୍ଟ ଥିବ ଫୋର୍ଥ ଆନ୍ସର ଦବ। ବି ହଉଛି ଆନ୍ସର। ଦେଖ ବିଭିନ୍ନ ସେକ୍ଟର ସବୁ ଏଠି ଅଛି। ତ ଆଗ ଆମେ ଦେଖିବା ଟୋଟାଲ କେତେ ଟଙ୍କା କଲେକ୍ସନ ହେଇଛି। ତ 6,000, 4,910 ଟଙ୍କା, 5,252 ଟଙ୍କା, 11,486 ଟଙ୍କା, 29,952 ଟଙ୍କା। ତ ଟୋଟାଲ ପଇସା କଲେକ୍ସନ ହେଇଛି କେତେ କହିଲେ, ଟୋଟାଲ ପଇସା କଲେକ୍ସନ ହେଇଛି କେତେ ତ ମିଶେଇ ଦିଅ। ତ ଆଡ କରି କୁହ କେତେ ହଉଛି। 57,000, ଦି ଜଣଙ୍କର ଡିଫରେଣ୍ଟ ଆସିଲା। 57,600 ଆସିଲା। 57,600 ଠିକ ହଉ, ୟୁନିଟ ପ୍ଲେସ ତ 8 ରହିବନି କାହିଁକିନା ଏଠି ଛଅ 8 ରହିବନି ତ 57,600 ଆଇ ଥିଙ୍କ। ବୁଝିପାରିଲ, ଏତିକି ଟଙ୍କା କଲେକ୍ସନ ହେଇଛି, ଏତିକି ଟଙ୍କା କଲେକ୍ସନ ହେଇଛି। ଏବେ ମୋତେ କୋଶ୍ଚିନ୍ ପଚାରୁଛି 20% କାହାର ଭ୍ୟାଲୁ ହବ, ତାହେଲେ ମୁଁ 57,600 ର 20% ବାହାର କରିଦେବି। ଆଚ୍ଛା 20% କଲା ପରେ ମଲ୍ଟିପ୍ଲାଏ କଲେ କେତେ ହଉଛି, 0, 7 ବାର 2 1 7 14 15 5 1 10, 11,000, 11,520। ତ ଇଏ ଆପ୍ରୋକ୍ସିମେଟଲି କାହା ସହିତ ସମାନ ହଉଛି, କାହା ସହିତ ସମାନ ହଉଛି, ବୈଦେଶିକ ସହାୟତା ସହିତ ସମାନ ହଉଛି। ତାହେଲେ ଏଠି ଆନ୍ସର କଣ ଆସିବ, ବି ଆସିବ। ବୁଝିପାରିଲ, आपको କହିଲେ ट्रिक, ଏ ट्रिक ସବୁ ୟୁଜ କରିବାକୁ ପଡିବ। ଓକେ ଚଲ, ପୁରା କ୍ଲିୟର ଅଛି ସମସ୍ତେ, ପୁରା କ୍ଲିୟର। ମୁଁ କଣ କହିଲି ଯେତିକି ମୁଁ ତମକୁ ମ୍ୟାଥ ପଢେଇଲେ, ଓଡିଶା ତ ଓଡିଶା, ଭାରତ ବର୍ଷରେ ତମକୁ ସେତିକି କିଏ ରିଭିଜନ କରୁନାହାନ୍ତି। ଏଇଟା ମୁଁ ଚ୍ୟାଲେଞ୍ଜ ସହିତ କହିବି। ଆଉ ଯଦି ଗୋଟେ ପିଲା ଅନେଷ୍ଟଲି ସତରେ ବି ସେ ପଢିଥାନ୍ତା ସେ ମ୍ୟାଥ ଟପ୍ ହେଇସାରନ୍ତା, ରିଭିଜନ କରୁନା, ଏଟା ହଉଛି ଆମର ୱିକନେସ। ଚାଲ ଏବେ କ୍ୱେଶ୍ଚିନ୍ ଆସ। ସେ ତମକୁ ଗୋଟେ ଏଜ ଗ୍ରୁପ ଦେଇଛି ଯେ ଏଜ ଗ୍ରୁପ ମାନେ କେତେ ଏଜ ଗ୍ରୁପରେ କେତେ ପରସେଣ୍ଟ ଲୋକ ଅଛନ୍ତି, ମାନେ ଅପ ଟୁ 15 ବର୍ଷ ଏଜ ଗ୍ରୁପରେ 30% ଅଛନ୍ତି, 16ରୁ 25 ବର୍ଷ ଭିତରେ ଏତିକି ପରସେଣ୍ଟ ଏଜ ଗ୍ରୁପ ର ଲୋକମାନଙ୍କର ପରସେଣ୍ଟେଜ ଦେଇଛି। ମତେ କ୍ୱେଶ୍ଚିନ୍ ପଚାରିଛି which of the following, which of the among the age group listed below maximum population in the state, କୋଉ ଏଜ ଗ୍ରୁପ ଟା ସବୁଠାରୁ ଅଧିକ ଲୋକ ଅଛନ୍ତି, କୋଉ ଏଜ ଗ୍ରୁପରେ ସବୁଠାରୁ ଅଧିକ ଲୋକ ଅଛନ୍ତି। ତାହେଲେ ଯାହାର ପରସେଣ୍ଟେଜ ଅଧିକ ଥିବ, ଯାହାର ପରସେଣ୍ଟେଜ ଅଧିକ ଥିବ ସେଇ ଏଜ ଗ୍ରୁପ। ଦେଖ ସବୁଠାରୁ ପରସେଣ୍ଟେଜ କେତେ, ମାନେ ଏଇ ଯୋଉ ଲିଷ୍ଟ ଦେଇଛି ଆଙ୍କ ଭିତରେ, ଏଇ ଯୋଉ ଲିଷ୍ଟ ଦେଇଛି ଆଙ୍କ ଭିତରେ, ସେମିତି ତ ଦେଖିଲେ ସବୁଠାରୁ ଅଧିକ ହେବେ କିଏ, ସେ 15 ବର୍ଷ ପର୍ଯ୍ୟନ୍ତ। କିନ୍ତୁ ଏଇ ଯୋଉ ଲିଷ୍ଟ ଦେଇଛି ଆଙ୍କ ଭିତରେ ଅଧିକ କିଏ, ସେ ହଉଛି କିଏ, ଏଇ ଭିତରେ 17.75, 17.75, ଯୋଉଟା କି 16ରୁ 25 ବର୍ଷ ବୟସ ଭିତରେ। ଏବେ ସେ କ୍ୱେଶ୍ଚିନ୍ ପଚାରିଛି ନେକ୍ସଟ କ୍ୱେଶ୍ଚିନ୍, କ୍ୱେଶ୍ଚିନ୍ ନମ୍ବର 83। 83 କ୍ୱେଶ୍ଚିନ୍ ଟା ବଢିଆ କ୍ୱେଶ୍ଚିନ୍ ଦେଇଛି, କ୍ୱେଶ୍ଚିନ୍ ଟା ପଢ, ତାପରେ ତୁମେ କୁହ ଆନ୍ସର, ତାପରେ ମୁଁ କହିବି। କ୍ୱେଶ୍ଚିନ୍ ନମ୍ବର 83 ସେ କହିଛି ଆଉଟ ଅଫ ଏଭ୍ରି 4,200 ପରସେଣ୍ଟ, ତାର ଅର୍ଥ ହଉଛି ଟୋଟାଲ ଲୋକ ଅଛନ୍ତି କେତେ, 4,200 ଲୋକ ଅଛନ୍ତି।
ତ ନମ୍ବର ଅଫ ପର୍ସନ ବିଲୋ 26 ବର୍ଷ, ତାହେଲେ 26 ବର୍ଷ ତଳକୁ କେତେ ଜଣ ରହୁଛନ୍ତି? ଟୋଟାଲ ଲୋକ ଅଛନ୍ତି କେତେ? 4200 ଲୋକ ଅଛନ୍ତି। 26 ବର୍ଷ ତଳକୁ କେତେ ଜଣ ଲୋକ ଅଛନ୍ତି? ତାହେଲେ ଆମେ ଦେଖିବା 26 ବର୍ଷ ତଳକୁ କେତେ ପରସେଣ୍ଟେଜ ଅଛି। ଏଇ ଏଉଠୁ ଉପରକୁ ଯିବା। ଏଉଠୁ ଏଇଟା 26 ରୁ 35 ବର୍ଷ, ମାନେ ଏଇଟା କାଲକୁଲେସନ ହବନି। ଉପର ଦିଟା କାଲକୁଲେସନ ହବ। 30 ପ୍ଲସ 17.75, ଆକୁ ମୁଁ ରାଉଣ୍ଡ ନେଇଯାଉଛି 18, ଆକୁ ମୁଁ ରାଉଣ୍ଡ ନେଇଯାଉଛି 18। ଓକେ, ଏଇଟା କେତେ? 48%। ତାହେଲେ 4200 ର 48 କେତେ ହଉଛି? କଟିଗଲା। ତ 42 × 48 କେତେ ଆସୁଛି? 42 × 48 କେତେ ହେଲା? 42 × 48 କେତେ ହଉଛି? କେତେ ଆକ୍ଚୁଆଲି ପରଫେକ୍ଟଟା ମତେ କୁହ ଫାଷ୍ଟ। 42 × 48 2016 ହଉଛି। ମତେ ଆପ୍ରୋକ୍ସିମେଟଲି ପଚାରିଛି, ହେଲେ ଆପ୍ରୋକ୍ସିମେଟଲି କି ହବ? 2005 ହବ ଆନ୍ସର। ବୁଝିପାରିଲ କେମିତି କ୍ୱେଶ୍ଚିନ୍ ଆସୁଛି? ପୁରା କ୍ଲିୟର ଅଛ? ଏଥର ସମସ୍ତେ ସିସାଟ କ୍ଲିୟର କରିବ ନା? क्वेश्चन नंबर 19 नंबर से एज को नहीं क्वेश्चन पचार। ଆଉ ଗୋଟେ ବଢିଆ ଇଣ୍ଟରେଷ୍ଟିଂ କ୍वेଶ୍ଚନ। ତୁମକୁ ଦେଖିଲେ ଲାଗୁଛି ଗୋଟେ ବଡ କ୍वेଶ୍ଚନ ଟେ, କିନ୍ତୁ କ୍वेଶ୍ଚନ କିଛି ନାହିଁ, ଯଦି ତାକୁ ଭଲସେ ପଢିବ। ଆଉ କ୍वेଶ୍ଚନ କୁ ବୁଝ, ମୁଁ ତୁମକୁ ଟାଇମ ଦଉଛି ଏଟା ଆନ୍ସର ପାଇଁ। ଆସିଲା? ଦେଖ, ସବୁବେଳେ ମନେ ରଖିବ, ଯେତେବେଳେ କରିବ ସବୁ ବିଟ୍ ବାଇ ବିଟ୍ ଷ୍ଟେପ ବାଇ ଷ୍ଟେପ କରିବା। ସେ କହିଲା ରାହୁଲ ଜନ୍ମ ହେବା ବେଳକୁ ତାଙ୍କ ବାପା ତାଙ୍କ ଭାଇ ଠାରୁ 32 ବର୍ଷ ବଡ ଥିଲେ। ତାହେଲେ ରାହୁଲ ଯେତେବେଳେ ଜନ୍ମ ହେଲା, ରାହୁଲ ତ ଜନ୍ମ ହେଲା, ତା ଭାଇ, ତା ବ୍ରଦର, ବ୍ରଦର ଠାରୁ ତା ଫାଦର ହଉଛନ୍ତି କେତେ ବର୍ଷ ବଡ? ନା 32 ବର୍ଷ ବଡ। କେତେ ବର୍ଷ ବଡ? 32 ବର୍ଷ ବଡ। ଏଇଟା ହଉଛି ପ୍ରଥମ ଷ୍ଟେପ। ତା ଭାଇ ଠାରୁ ତା ବାପା କେତେ ବର୍ଷ ବଡ? 32 ବର୍ଷ ବଡ। ଆଉ କଣ କହିଲା? ମା ତାଙ୍କ ଭଉଣୀ ଠାରୁ 25 ବର୍ଷ ବଡ। ଆଉ ରାହୁଲର ମଧ୍ୟ ଗୋଟେ ସିଷ୍ଟର ଅଛି। ତା ସିଷ୍ଟର ଠାରୁ ତା ମା କେତେ ବର୍ଷ ବଡ? ମା କେତେ ବର୍ଷ ବଡ? ନା 25 ବର୍ଷ ବଡ। ଦିଟା ଷ୍ଟେପ ଥିଲା। ଯେତେବେଳେ ରାହୁଲ ଜନ୍ମ ହେଲା, ରାହୁଲ ଜନ୍ମ ହବା ସମୟରେ ତା ଭାଇ ଠାରୁ ତା ବାପା 32 ବର୍ଷ ବଡ, ତା ଭଉଣୀ ଠାରୁ ତା ମା 25 ବର୍ଷ ବଡ। ତାପରେ କହିଲା ଯଦି ରାହୁଲଙ୍କ ଭାଇ ବୟସ 6 ବର୍ଷ ହୁଏ, ଯେତେବେଳେ ରାହୁଲ ଜନ୍ମ ହଉଛି, ଯଦି ରାହୁଲଙ୍କ ଭାଇ ତାଙ୍କ ଠାରୁ 6 ବର୍ଷ ବଡ ହୁଏ, ତାର ଅର୍ଥ କଣ? ରାହୁଲ ଠାରୁ ତା ଭାଇ ହଉଛି 6 ବର୍ଷ ବଡ। ତାହେଲେ ଯେତେବେଳେ ରାହୁଲ ଜନ୍ମ ହେଲା, ତା ଭାଇର ବୟସ କେତେ ଥିଲା? ତା ଭାଇର ବୟସ କେତେ ହେଇଥିବ? ରାହୁଲର ଭାଇ ରାହୁଲ ଠାରୁ 6 ବର୍ଷ ବଡ। ତା ମାନେ କଣ? ରାହୁଲ ଜନ୍ମ ହେଲା ବେଳେ ତା ଭାଇର ବୟସ କେତେ ଥିଲା? ତା ଭାଇର ବୟସ କେତେ ଥିଲା? 6 ବର୍ଷ। 6 ବର୍ଷ। ଓକେ, ତାପରେ ଆଉ କଣ କହିଛି? ତା ବାପା ଆଉ ମାଙ୍କର ବୟସର ଗ୍ୟାପ ହଉଛି 3 ବର୍ଷ। ବାପା ଆଉ ମାଙ୍କର ବୟସର ଗ୍ୟାପ ହଉଛି 3 ବର୍ଷ। ଏତିକି ଷ୍ଟେଟମେଣ୍ଟ। ମତେ ପଚାରିଛି ତା ଭଉଣୀର ବୟସ କେତେ? ଯେତେବେଳେ ସେ ଜନ୍ମ ହେଇଥିଲା, ତାଙ୍କ ଭଉଣୀର ବୟସ କେତେ? ବହୁତ ସିମ୍ପଲ ଜିନିଷ। ରାହୁଲ ଯେତେବେଳେ ଜନ୍ମ ହେଲା, ତା ଭାଇର ବୟସ କେତେ? 6। ତାହେଲେ ତା ବାପାଙ୍କ ବୟସ କେତେ ହବ? ତାହେଲେ ତା ବାପାଙ୍କ ବୟସ କେତେ ହବ? ତାହେଲେ ତା ବାପାଙ୍କ ବୟସ କେତେ? 38 ବର୍ଷ। ତା ବାପାଙ୍କ ଠାରୁ ମା ହଉଛନ୍ତି 3 ବର୍ଷ ସାନ। ବାପାଙ୍କ ଠାରୁ ମା ହଉଛନ୍ତି 3 ବର୍ଷ। ତାହେଲେ ମାଙ୍କୁ ସେତେବେଳେ କେତେ କେତେ ବୟସ ହେଇଥିବ? ମା 35 ବର୍ଷ। ମା ଠାରୁ ତାଙ୍କ ଭଉଣୀ 25 ବର୍ଷ ସାନ। ତାହେଲେ ଭଉଣୀ କେତେ ହେଇଥିବ? 10 ବର୍ଷ। ବୁଝିପାରିଲ? ଯେତେବେଳେ ରାହୁଲ ଜନ୍ମ ହେଲା, ତାଙ୍କ ଭଉଣୀର ବୟସ ହଉଛି 10 ବର୍ଷ। କଣ ଅଛି କ୍ୱେଶ୍ଚିନରେ କହିଲେ? ହଠାତ୍ କିନା ଦେଖିଲେ ତମକୁ ଡର ଲାଗିବ, କ୍ୱେଶ୍ଚିନ ଯଦି ଭାଙ୍ଗିଦବ ତମକୁ ସହଜ ହେଇଯିବ। 13 ବର୍ଷ କେମିତି ହେଲା? 10 ହବ। ଚାଲ ଏବେ ଯିବା ନେକ୍ସଟ କ୍ୱେଶ୍ଚିନ। ଇଏ ତ ଗୋଟେ ଡାଇଗ୍ରାମ ଦେଇଛି। Okay, ଇଏ ହଉଛି ହଉଛି ଇଏ। ଚାଲ ବାର ଗ୍ରାଫ କୋଶ୍ଚିନକୁ ପଢ। ଇଏ ତମକୁ ବିଭିନ୍ନ ଆଉ ଟିକେ ନହେଲେ ଜୁମ୍ କରିଦଉଛି ଏଟା।
क्वेश्चन ଦେଇଛି ये विभिन्न वर्षर टैक्स कलेक्शन लिखा है विभिन्न वर्षर टैक्स कलेक्शन को वर्ष केते कलेक्शन ହେଇଛି କହିଛି से कहला 1988 रु 89 मसीह जेतिकी टंका टैक्स कलेक्शन ହେଇଛି से आर ठाରୁ केते परसेंट अधिक ओके तुलना रे केते अधिक टैक्स कलेक्शन ହେଇଛି 1984 85 তাহলে এইଠି ଆମେ ଲକ୍ଷ୍ୟ କରିବା ଯେ 89 आग देखिए 1984 रु 85 भितर केते टका कलेक्शन होछि 685 आ 1988 रु 89 88 रु 89 केते होछि 716 टका कलेक्शन होछि तार केते अधिक कलेक्शन होछि केते अधिक कलेक्शन होछि 31 टका अधिक कलेक्शन होछि ना नहीं कौन कि ना केते कलेक्शन 31 टका कलेक्शन होछि तो 31 टका क्या तुलना पूर्व वर्ष तुलना 6805 इंटू 100 कैलकुलेशन कले केते होछि 31 बाय 6800 5.4 हम कि 4.5 हम 5.4 आई थिंक हम भी ना मैं मु कैलकुलेशन करनी मु से हिसाब करूँ अप्रोक्सीमेटली केते हम कैलकुलेशन करो दीटा जोड़ हम 4.5 हम देखो ये जो लास्ट क्वेश्चन टा अच्छी एटा तुम होमवर्क कर दो लास्ट क्वेश्चन अच्छी एटा होमवर्क करो ताले केतरा कहार ठीक हैला जो लास्ट क्वेश्चन है तुम निजे करियो कहार केते ठीक हैला क्विक स्पीड रे जल्दी कहार केते क्वेश्चन ठीक हैला जतिन तीनटा सन तीन छटा सातटा पीडीएफ टाटू मु वर्तमान व्हाट्सएप रे दे दूची तुम काम होची आज दिन भितर ए क्वेश्चन टा आउ थरे रिवीजन कर दो बस एति मु तुमको 15 टा पाखा पे सेट देबी तुम पीडीएफ एग्जाम भितर और 100% गारंटी से 15 टा सेट रो 10 टा क्वेश्चन तो डेफिनेटली पाइबो ओके और तापर आज जो रिकॉर्डिंग आका तुमको जो प्ले स्टोर डाउनलोड करछ आदित्य एकेडमी जो रैपिड फायर बैच अछि सेते तुमको दिया बा से तो 3+9 बैच से दिया अछि